Senior Group, Third Year Course, Smart Classes, पार्ट 2 ଅଷ୍ଟମରୁ କଲେଜ ସ୍ପୋକେନ୍ ଇଂଲିଶ ଅଭ୍ୟାସ ପୁସ୍ତିକାର 4 ରୁ 6 ଓ 16 ରୁ 20 ପୃଷ୍ଠା ପର୍ଯ୍ୟନ୍ତ ପାଠ୍ୟର ଶିକ୍ଷାଦାନ ଅଭ୍ୟାସ ପୁସ୍ତିକାର 10 ଦିନିଆ ପାଠ୍ୟ ସାରାଂଶ। ଏକ ବିଶେଷ ସୂଚନା। ହେ ବିଦ୍ୟାର୍ଥୀ, ତୁମେ ଜଣେ ରେଜିଷ୍ଟାର୍ଡ ସ୍ପୋକେନ୍ ଇଂଲିଶ କୋର୍ସର ମେମ୍ବର ହୋଇଥିବାରୁ ପ୍ରଥମେ ଭିଡ଼ିଓ ତଳେ ନାଲି ଅକ୍ଷରରେ ଲେଖାଥିବା ସବସ୍କ୍ରାଇବ୍ ବଟନଟିକୁ ଟିପି ଦିଅ। ତାପରେ ସବସ୍କ୍ରାଇବ୍ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ନିଅ। ଶେଷରେ ଅଲ୍ ଲେଖା ହୋଇଥିବା ଘଣ୍ଟିଟିକୁ ଚିପି ଦିଅ। ଏହା ତୁମକୁ ପରବର୍ତ୍ତୀ ଭିଡ଼ିଓ ରିଲିଜ୍ ହେବା ମାତ୍ରେ ନୋଟିଫିକେସନରେ ଜଣାଇବ। ଧନ୍ୟବାଦ। ଆସନ୍ତୁ ଏବେ ଅଷ୍ଟମରୁ କଲେଜ ଗ୍ରୁପର ଚଟାପଟ ଇଂରାଜୀ ଅଭ୍ୟାସ ପୁସ୍ତିକା ଶିକ୍ଷାଦାନରେ ସାମିଲ ହେବା। ମୋ ମନର ଇଂରାଜୀ ଭିତ୍ତିକ ପ୍ରଶ୍ନ 3। ସାର୍, ଟେଲ୍ ଅର୍ଥ ଲାଞ୍ଜ। ଏହାର ସ୍ପେଲିଂ TAILL ଠିକ୍ ନା TAIL ଠିକ୍? କାହିଁକି? ଏହାର ଚଟାପଟ ସୂତ୍ର କହିବେ କି? ଯେଉଁ ଶବ୍ଦର ଶେଷ ଅକ୍ଷର ଏଲ୍ ହୋଇଥିବ ଏବଂ ଏଲ୍ ପୂର୍ବରୁ ଦୁଇଟି ଭାୱେଲ୍ ଥିବ ତାହାର କରେକ୍ଟ ସ୍ପେଲିଂ ପାଇଁ ଶେଷ ଏଲ୍କୁ ଦୁଇଥର ନ ଲେଖି ଥରଟିଏ ମାତ୍ର ଲେଖିବାକୁ ହେବ। ଇନକରେକ୍ଟ, କରେକ୍ଟ। TAILL ଏହା ଭୁଲ। କରେକ୍ଟ ହେଉଛି TAIL, ଟେଲ୍ ଅର୍ଥ ଲାଞ୍ଜ। ଭେଲ୍, VILL ଏହା ଭୁଲ। କରେକ୍ଟ ହେଉଛି VEIL, ଭେଲ୍, ଓଢ଼ଣୀ। RAILL, ରେଲ୍ ଏହା ଭୁଲ। RAIL, ରେଲ୍, ରେଳ ଧାରଣା, ଏହା ହେଉଛି ସଠିକ୍ ଶବ୍ଦ। ଏଥିରୁ କ'ଣ ଜାଣିଲ? ଏଥିରୁ ଜାଣିଲ ଯେଉଁ ଶବ୍ଦର ଶେଷ ଅକ୍ଷର ଏଲ୍ ହୋଇଥିବ ଏବଂ ଏଲ୍ ପୂର୍ବରୁ ଦୁଇଟି ଭାୱେଲ୍ ଥିବ ତାହାର କରେକ୍ଟ ସ୍ପେଲିଂ ପାଇଁ ଏଲ୍କୁ ଦୁଇଥର ନ ଲେଖି ମାତ୍ର ଥରେଟିଏ ଲେଖାଯାଏ। ସାର୍, ALLWAYS ଅଲୱେଜ୍ ଠିକ୍ ନା ALWAYS ଅଲୱେଜ୍ ଠିକ୍? କାହିଁକି? ଯଦି ଏକ ଯୁଗ୍ମ ଶବ୍ଦ ଅଲ୍ ସଂଯୋଗରେ ସୃଷ୍ଟି ହୋଇଥିବ ତେବେ ତାହାର ପ୍ରକୃତ ରୂପରେ ଗୋଟିଏ ଏଲ୍ ଲାଗିବ। ତେଣୁ ଇନକରେକ୍ଟ ହେଉଛି ALLWAYS ଅଲୱେଜ୍ ଭୁଲ। କରେକ୍ଟ ହେଉଛି ALWAYS। ସେହିପରି ଅଲରେଡ଼ି, ଏଥିରେ ଗୋଟିଏ ଏଲ୍ ହେଉଛି ଠିକ୍, ALREADY। ଅଲଦୋ, ଏଥିରେ ଗୋଟିଏ ଏଲ୍ ଠିକ୍, ALTHOUGH। ଅଲ୍ ଟୁଗେଦର, ଏଥିରେ ଗୋଟିଏ ଏଲ୍ ଠିକ୍, ALTOGETHER। ସେହିପରି ଅଲମୋଷ୍ଟ, ଏଥିରେ ଗୋଟିଏ ଏଲ୍ ଠିକ୍, ALMOST। ଅଲମାଇଟି, ଏଥିରେ ଗୋଟିଏ ଏଲ୍ ଠିକ୍, ALMIGHTY। ବ୍ୟତିକ୍ରମ, ALRIGHT ଅଲ୍ ରାଇଟ୍, ALLRIGHT ଅଲ୍ ରାଇଟ୍। ଏଥିରୁ ALLRIGHT ଅଲ୍ ରାଇଟ୍ ଠିକ୍, କାରଣ ଅଲ୍ ଏବଂ ରାଇଟ୍ ଦୁଇଟି ଅଲଗା ଶବ୍ଦ, ଏମାନେ ଯୁଗ୍ମ ଶବ୍ଦ ନୁହନ୍ତି। ମୋ ମନର ଇଂରାଜୀ ଭିତ୍ତିକ ପ୍ରଶ୍ନ 3। ସାର୍, CAT କ୍ୟାଟ୍ ଅର୍ଥ ବିଲେଇ। ସେହିପରି ଆଉ ଏକ ଶବ୍ଦ ହେଉଛି CINEMA ସିନେମା ଅର୍ଥ ଚଳଚ୍ଚିତ୍ର। ଏଠାରେ ପ୍ରଥମ ଶବ୍ଦରେ ସିର ଉଚ୍ଚାରଣ କ ହେଉଛି, ଦ୍ୱିତୀୟ ଶବ୍ଦରେ ସିର ଉଚ୍ଚାରଣ ସ ହେଉଛି। ତେବେ ମୁଁ କିପରି ଜାଣିବି କେଉଁଠି ସିର ଉଚ୍ଚାରଣ କ ହେବ ଓ କେଉଁଠି ସିର ଉଚ୍ଚାରଣ ସ ହେବ? ଚଟାପଟ ସୂତ୍ର କହିବେ କି? ତୁମକୁ ମୁଁ ଦୁଇଟି ଚଟାପଟ ସୂତ୍ର କହୁଛି, ମନେ ରଖ। ସୂତ୍ର ନମ୍ବର 1, ସି ବର୍ଣ୍ଣରୁ କ ବା ସ ଉଚ୍ଚାରଣ ହୁଏ। ଯଦି ସି ପରେ A, K, O, R, T ବା U ଥାଏ ତେବେ ସିର ଉଚ୍ଚାରଣ କ ହୁଏ। ଏକ୍ଜାମ୍ପଲ୍, CAT, ଏଠାରେ ସି ପରେ ଏ ରହିଛି ଅର୍ଥ ବିଲେଇ, ତେଣୁ ସି ପରେ ଏ ଥିବାରୁ ଏଠାରେ ସିର ଉଚ୍ଚାରଣ କ। କ୍ୟାଟ୍, ସେହିପରି ବ୍ଲାକ୍, କଳା, ଏଠାରେ ସି ପରେ କେ ରହିଛି। କାଉ, ଗାଈ, ଏଠାରେ ସି ପରେ ଓ ରହିଛି। କ୍ରୋ, କାଉ, ଏଠାରେ ସି ପରେ ଆର୍ ରହିଛି। କପ୍, କପ୍, ଏଠାରେ ସି ପରେ ୟୁ ରହିଛି। ସୂତ୍ର ନମ୍ବର 2, ଯଦି ସି ପରେ I, E ବା Y ଥାଏ ତେବେ ସିର ଉଚ୍ଚାରଣ ସ ହୁଏ। ଏକ୍ଜାମ୍ପଲ୍,
ସିନେମା CINEMA ଅର୍ଥାତ୍ ଚଳଚ୍ଚିତ୍ର ଏଟା ସି ପରେ ଆଇ ରହିଛି। ରାଇସ୍ ଚାଉଳ ବା ଭାତ ଏଠାରେ ସି ପରେ ଇ ରହିଛି। ସାଇକେଲ ଅର୍ଥ ସାଇକେଲ ଏଠାରେ ସି ପରେ ୱାଇ ରହିଛି। ମନେ ରଖିବେ ସୂତ୍ର ବହିର୍ଭୂତ ଅନେକ ଶବ୍ଦ ବି ରହିଛି। ସାର୍ ଶବ୍ଦଟିଏ ହେଉଛି FUTURE ଫ୍ୟୁଚର ଅର୍ଥ ଭବିଷ୍ୟତ। ଏଠାରେ ଟିରୁ ଚ ଉଚ୍ଚାରଣ ବାହାରୁଛି। ଆଉ ଗୋଟିଏ ଶବ୍ଦ ହେଉଛି NATION ନେସନ୍ ଅର୍ଥ ରାଷ୍ଟ୍ର। ଏଠାରେ ଟିରୁ ସ ଉଚ୍ଚାରଣ ହେଉଛି। ତେବେ କେମିତି ମୁଁ ଜାଣିବି କେଉଁଠି ଟିର ଉଚ୍ଚାରଣ ଚ ହେବ ଓ କେଉଁଠି ଟିର ଉଚ୍ଚାରଣ ସ ହେବ? ସୂତ୍ର ନମ୍ବର 1 ଯଦି ଟି ବର୍ଣ୍ଣ ପରେ IO କିମ୍ବା IA କିମ୍ବା ଆଇ ଶବ୍ଦ ଆସେ ତେବେ ଟିର ଉଚ୍ଚାରଣ ସ ହୁଏ। ଏକ୍ଜାମ୍ପଲ୍ ନେସନ୍ ରାଷ୍ଟ୍ର ଏଠାରେ ଟି ପରେ IO ଶବ୍ଦ ରହିଛି। ଏଜୁକେସନ୍ ଏଠାରେ ଟି ପରେ IO ଶବ୍ଦ ରହିଛି ଅର୍ଥ ଶିକ୍ଷା। ପେସେଣ୍ଟ ଏଠାରେ ଟି ପରେ ଆଇ ଶବ୍ଦ ରହିଛି ଅର୍ଥାତ୍ ରୋଗୀ। ପାର୍ସିଆଲ ଏଠାରେ ଟି ପରେ ଆଇଏ ଶବ୍ଦ ରହିଛି ଅକ୍ଷପାତ କରିବା। ସୂତ୍ର ନମ୍ବର 2 ଯଦି ଟି ବର୍ଣ୍ଣ ପରେ URE ବର୍ଣ୍ଣମାନ ଆସେ ତେବେ ଟିର ଉଚ୍ଚାରଣ ଚ ହୁଏ। ଏକ୍ଜାମ୍ପଲ୍ ଫ୍ୟୁଚର ଅର୍ଥ ଭବିଷ୍ୟତ ଏଠାରେ ଟି ପରେ URE ଆସିଛି ତେଣୁ ଏହା ଚ ଉଚ୍ଚାରିତ ହେଲା। ନେଚର ଅର୍ଥ ପ୍ରକୃତି ଏଠାରେ ଟି ପରେ URE ରହିଛି। କରେକ୍ଟ ରାଇଟିଂ ଅଫ୍ ୱାର୍ଡସ୍ ଶବ୍ଦର ଠିକ୍ ଲିଖନ। ଅଲଗା ଅଲଗା ଲେଖିଲେ ଭୁଲ। ସମ୍ ବଡ଼ି ଏହାକୁ ଅଲଗା ଅଲଗା ଲେଖିଲେ ଭୁଲ। ଏହାକୁ ଏକାଠି ଲେଖିଲେ ଠିକ୍ ହେବ। ସମ୍ ବଡ଼ି ସେହିପରି ନ ବଡ଼ି ଅଲଗା ଅଲଗା ଲେଖିଲେ ଭୁଲ। ସମଥିଙ୍ଗ ଅଲଗା ଲେଖା ଲେଖିଲେ ଭୁଲ। ଏନିଥିଙ୍ଗ ଅଲ୍ ରାଇଟ୍ ଏଗୁଡ଼ିକ ଅଲଗା ଲେଖା ଲେଖିଲେ ଭୁଲ। ଏଗୁଡ଼ିକ ଏକାଠି ଲେଖିଲେ ହିଁ ଠିକ୍ ହେବ। ଅଲଗା ଲେଖା ଲେଖିଲେ ଭୁଲ ଏକାଠି ଲେଖିଲେ ଠିକ୍। ଟୁ ଡେ ଏହାକୁ ଅଲଗା ଅଲଗା ଲେଖିଲେ ଏହା ଭୁଲ। ଏହାକୁ ଏକାଠି ଲେଖିଲେ ଠିକ୍ ଟୁଡେ। ଟୁମରୋ ଏହାକୁ ଅଲଗା ଅଲଗା ଲେଖିଲେ ଭୁଲ। ଏହାକୁ ଏକାଠି ଲେଖିଲେ ଠିକ୍ ଟୁମରୋ। ସେହିପରି ସଣ୍ଡେ ଏଭ୍ରିୱେୟାର ଏଗୁଡ଼ିକ ଅଲଗା ଅଲଗା ଲେଖିଲେ ଭୁଲ ଏକାଠି ଲେଖିଲେ ଠିକ୍। ଅଲଗା ଲେଖା ଲେଖିଲେ ଭୁଲ ଏକାଠି ଲେଖିଲେ ଠିକ୍। ଇନଟୁ ୱିଥଆଉଟ୍ କ୍ୟାନ୍ ନଟ୍ ୱେଲକମ୍ ଫେୟାରୱେଲ୍ ଏଗୁଡ଼ିକ ଅଲଗା ଅଲଗା ଲେଖିଲେ ଭୁଲ ଏଗୁଡ଼ିକୁ ଏକାଠି ଲେଖିଲେ ଠିକ୍। ଯେମିତିକି ଇନଟୁ ୱିଦାଉଟ୍ କ୍ୟାନ୍ ନଟ୍ ୱେଲକମ୍ ଫେୟାରୱେଲ୍ ଏକାଠି ଲେଖିଲେ ଭୁଲ ଅଲଗା ଲେଖିଲେ ଠିକ୍। ଏକ୍ଜାମ୍ପଲ୍ ଏନି ୱାନ୍ ନୋ ୱାନ୍ ଇନସ୍ପାଇଟ୍ ଅଫ୍ ଏଗୁଡ଼ିକ ଏକାଠି ଲେଖିଲେ ଭୁଲ ଏଗୁଡ଼ିକ ଅଲଗା ଲେଖିଲେ ଠିକ୍। ଯେମିତି ଏନି ୱାନ୍ ନୋ ୱାନ୍ ଇନସ୍ପାଇଟ୍ ଅଫ୍। ସିଙ୍ଗ ସଙ୍ଗ ଭୋକାବୁଲାରୀ ଗୀତରେ ଗୀତରେ ଶବ୍ଦ ଜ୍ଞାନ। Name some games. High jump, long jump, football, boxing, volleyball, badminton, cricket, swimming. High jump, long jump, football, boxing, volleyball, badminton, cricket, swimming. Carom, cards, basketball, shooting, chess, tennis, race and weightlifting. Carom, cards, basketball, shooting, chess, tennis, race and weightlifting. Name some diseases. Cold, cough, fever, smallpox, measles, wound, headache, chickenpox. Cold, cough, fever, smallpox, measles, wound, headache, chickenpox. Name 4 directions. Directions are 4. East, west, south and north. Directions are 4. East, west, south and north. ଚଟାପଟ ଇଂରାଜୀ କହି ଶିଖ। ଚଟାପଟ ଇଂରାଜୀ କହି ଶିଖ। ସ୍ପୋକନ୍ ଇଂଲିଶ ଲେସନ୍ ପ୍ରାକ୍ଟିସ୍ 7। ବାକ୍ୟ ଆରମ୍ଭ ଶବ୍ଦରେ ରେ ଥାଇ ଶେଷରେ ଅଛି ଥିବା ଶବ୍ଦର ବାକ୍ୟ କଥନ। ସୂତ୍ର ରେ ଅଛି ଅର୍ଥରେ ଏକବଚନ ବାକ୍ୟ ପାଇଁ ଦେୟାର ଓ ବହୁବଚନ ବାକ୍ୟ ଦେୟାରରେ ବାକ୍ୟ ଆରମ୍ଭ ହୁଏ। ଉଦାହରଣ ଆମ ଗ୍ରାମରେ ଗୋଟିଏ ଡାକ୍ତରଖାନା ଅଛି। ଏଠାରେ ଆରମ୍ଭ ଶବ୍ଦରେ ରେ ଅଛି ଶେଷ ଶବ୍ଦ ଅଛି ତେଣୁ ଦେୟାର ଇଜ୍ରେ ବାକ୍ୟ ଆରମ୍ଭ ହେବ। ଟ୍ରାନ୍ସଲେସନ୍ ହେଲା ଦେୟାର ଇଜ୍ ଏ ହସ୍ପିଟାଲ ଇନ୍ ଆୱାର ଭିଲେଜ। ଏକ୍ଜାମ୍ପଲ୍ ଆମ ଶ୍ରେଣୀରେ 3ଟି ପଙ୍ଖା ଅଛି। ଦେୟାର ଆର୍ 3 ଫ୍ୟାନ୍ସ ଇନ୍ ଆୱାର କ୍ଲାସ୍। ତାଙ୍କ ଘରେ କୁକୁର ନାହିଁ। ଦେୟାର ଇଜ୍ ନୋ ଡଗ୍ ଇନ୍ ହିଜ୍ ହାଉସ୍। ତାଙ୍କ ଘରେ
ବିଲେଇ ଅଛି କି? ଇଜ୍ ଦେୟାର ଏ କ୍ୟାଟ୍ ଇନ୍ ହିଜ୍ ହାଉସ୍? ବାକ୍ୟ ଆରମ୍ଭ ଶବ୍ଦରେ ରେ ଥାଏ, ଶେଷରେ ଥିଲା ଥିବା ଶବ୍ଦର ବାକ୍ୟ କଥନ। ସୂତ୍ର ରେ ଥିଲା ଅର୍ଥରେ ଏକବଚନ ବାକ୍ୟ ପାଇଁ ଦେୟାର ୱାଜ୍ ଓ ବହୁବଚନ ବାକ୍ୟ ପାଇଁ ଦେୟାର ୱେରେ ବାକ୍ୟ ଆରମ୍ଭ ହୁଏ। ଏକ୍ଜାମ୍ପଲ୍, ଆମ ଗ୍ରାମରେ ଗୋଟିଏ ମନ୍ଦିର ଥିଲା। ଏଠାରେ ଆରମ୍ଭ ଶବ୍ଦରେ ରେ ଏବଂ ଶେଷରେ ଥିଲା ଅଛି, ତେଣୁ ଦେୟାର ୱାଜ୍ରେ ବାକ୍ୟ ଆରମ୍ଭ ହେଲା। ଦେୟାର ୱାଜ୍ ଏ ଟେମ୍ପୁଲ୍ ଇନ୍ ଆୱାର ଭିଲେଜ୍। ସେହିପରି ତୁମ ଶ୍ରେଣୀରେ 3ଟି ପଙ୍ଖା ଥିଲା। ଦେୟାର ୱେର୍ 3 ଫ୍ୟାନ୍ସ ଇନ୍ ୟୋର୍ କ୍ଲାସ୍। ସେଠାରେ ଗୋଟିଏ ଗଛ ନଥିଲା। ଦେୟାର ୱାଜ୍ ନୋ ଟ୍ରି ଦେୟାର। ସ୍ପୋକନ୍ ଇଂଲିଶ ପ୍ରାକ୍ଟିସ୍ ଲେସନ୍ 8। ବାକ୍ୟ ଆରମ୍ଭ ଶବ୍ଦରେ ରେ ଥାଇ ଶେଷରେ ଥିବା ଶବ୍ଦର ବାକ୍ୟ କଥନ। ସୂତ୍ର ରେ ଥିବ ଅର୍ଥରେ ଦେୟାର ୱିଲ୍ ବି ଲଗାଇ ବାକ୍ୟ ଆରମ୍ଭ ହୁଏ। ଏକ୍ଜାମ୍ପଲ୍, ତାଙ୍କ ଘରେ ଗୋଟିଏ ଗାଈ ଥିବ। ଏଠାରେ ପ୍ରଥମ ଶବ୍ଦରେ ରେ ଅଛି, ଶେଷରେ ଥିବ ଅଛି, ଏଣୁ ଦେୟାର ୱିଲ୍ ବିରେ ବାକ୍ୟ ଆରମ୍ଭ ହେବ। ଦେୟାର ୱିଲ୍ ବି ଏ କାଉ ଇନ୍ ହିଜ୍ ହାଉସ୍। ସେହିପରି ବସ୍ ଷ୍ଟାଣ୍ଡରେ ବସ୍ ନଥିବ। ଦେୟାର ୱିଲ୍ ବି ନୋ ବସ୍ ଇନ୍ ଦ ବସ୍ ଷ୍ଟାଣ୍ଡ। ନଦୀରେ ପାଣି ଥିବ କି? ୱିଲ୍ ଦେୟାର ବି ୱାଟର ଇନ୍ ଦ ରିଭର? ଚଟାପଟ ଇଂରେଜ ଶିକ୍ଷା 9। ବାକ୍ୟ ଶେଷରେ ବା ଉଚିତ ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ସୂତ୍ର ବା ଉଚିତ ଅର୍ଥରେ ସୁଡ୍ ଲାଗେ କିମ୍ବା ଅଟୁ ମଧ୍ୟ ଲାଗେ। ଏକ୍ଜାମ୍ପଲ୍, ମୁଁ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ। ଶେଷରେ ବା ଅଛି, ବା ଉଚିତ ଅଛି, ତେଣୁ ଏହା ଆରମ୍ଭ ହେବ ଆଇ ସୁଡ୍ ହେଲ୍ପ ଦି ପୋର୍ ଅର୍ ଆଇ ଅଟ୍ ଟୁ ହେଲ୍ପ ଦ ପୋର୍। ତୁମେ ଦୁଇଟି ବାକ୍ୟ କହିଲ। ଆମ୍ଭେମାନେ ଦେଶ ପାଇଁ କାମ କରିବା ଉଚିତ। ୱି ସୁଡ୍ ୱାର୍କ ଫର୍ ଦ କଣ୍ଟ୍ରି ଅର୍ ୱି ଅଟ୍ ଟୁ ୱାର୍କ ଫର୍ ଦ କଣ୍ଟ୍ରି। ଚଟାପଟ ଇଂରେଜ ଶିକ୍ଷା 10। ବାକ୍ୟ ଶେଷରେ ବା ଉଚିତ ନୁହେଁ ଥିଲେ କିମ୍ବା ଅନୁଚିତ ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ସୂତ୍ର ବା ଉଚିତ ନୁହେଁ କିମ୍ବା ଅନୁଚିତ ଅର୍ଥରେ ସୁଡ୍ ନଟ୍ ପ୍ଲସ୍ ଭର୍ବ କିମ୍ବା ଅଟ୍ ନଟ୍ ପ୍ଲସ୍ ଭର୍ବ ବ୍ୟବହାର କରାଯାଏ। ଏକ୍ଜାମ୍ପଲ୍, ତୁମେ ମଧ୍ୟାହ୍ନରେ ଖେଳିବା ଉଚିତ ନୁହେଁ। ୟୁ ସୁଡ୍ ନଟ୍ ପ୍ଲେ ଆଟ୍ ନୁନ୍। ତୁମେ ଦୁଇଟି ବାକ୍ୟ କହିଲ। ସେମାନଙ୍କର ମିଛ କହିବା ଉଚିତ ନୁହେଁ। ଦେ ସୁଡ୍ ନଟ୍ ଟେଲ୍ ଲାଇଜ୍। ମୋର ସେଠାକୁ ଯିବା ଅନୁଚିତ। ଆଇ ସୁଡ୍ ନଟ୍ ଗୋ ଦେୟାର। ଚଟାପଟ ଇଂରେଜ ଶିକ୍ଷା 11। ବାକ୍ୟ ଶେଷରେ ବା ଉଚିତ କି ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ସୂତ୍ର ବା ଉଚିତ କି ଅର୍ଥରେ ସୁଡ୍ ପ୍ଲସ୍ କର୍ତ୍ତା ପ୍ଲସ୍ କ୍ରିୟା କିମ୍ବା ଅଟ୍ ପ୍ଲସ୍ ଟୁ ପ୍ଲସ୍ କର୍ତ୍ତା ପ୍ଲସ୍ କ୍ରିୟା ବ୍ୟବହାର କରାଯାଏ। ଏକ୍ଜାମ୍ପଲ୍, ମୋର ସିଗାରେଟ୍ ପିଇବା ଉଚିତ କି? ବା ଉଚିତ କି ଲାଗିଛି, ତେଣୁ ଆରମ୍ଭରେ ସୁଡ୍ ଲାଗିଲା, ସୁଡ୍, ତାପରେ କର୍ତ୍ତା ଏଠି ମୁଁ ଆଇ, ତାପରେ କ୍ରିୟା ସ୍ମୋକ୍, ତେଣୁ ସେଣ୍ଟେନ୍ସଟି ହେବ ସୁଡ୍ ଆଇ ସ୍ମୋକ୍ ସିଗାରେଟ୍। ତୁମେ କହିଲ। ତୁମେ ତୁମ ଭାଇ ସହିତ କଳି କରିବା ଉଚିତ କି? ସୁଡ୍ ୟୁ କ୍ୱାରେଲ୍ ୱିଥ୍ ୟୋର୍ ବ୍ରଦର? ଚଟାପଟ ଇଂରେଜ ଶିକ୍ଷା 12। ବାକ୍ୟ ଶେଷରେ ହେବା ଉଚିତ ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ସୂତ୍ର ହେବା ଉଚିତ ଅର୍ଥରେ ସୁଡ୍ ବି ବ୍ୟବହାର କରାଯାଏ। ଏକ୍ଜାମ୍ପଲ୍, ମୁଁ ଜଣେ ଭଲ ପିଲା ହେବା ଉଚିତ। ଆଇ ସୁଡ୍ ବି ଏ ଗୁଡ୍ ବୟ। ତୁମେ ଦୁଇଟି ବାକ୍ୟ କହିଲ। ଆମ୍ଭେମାନେ ସୁନାଗରିକ ହେବା ଉଚିତ। ୱି ସୁଡ୍ ବି ଗୁଡ୍ ସିଟିଜେନ୍ସ। ସେ ଜଣେ ଭଲ ଛାତ୍ର ହେବା ଉଚିତ। ହି ସୁଡ୍ ବି ଏ ଗୁଡ୍ ଷ୍ଟୁଡେଣ୍ଟ। ଚଟାପଟ ଇଂରେଜ ଶିକ୍ଷା 13। ବାକ୍ୟ ଶେଷରେ ହେବା ଅନୁଚିତ ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ହେବା ଅନୁଚିତ ବା ହେବା ଉଚିତ ନୁହେଁ ଅର୍ଥରେ ସୁଡ୍ ନଟ୍ ବି ବ୍ୟବହାର କରାଯାଏ। ଏକ୍ଜାମ୍ପଲ୍, ମୁଁ ଜଣେ ମନ୍ଦ ଛାତ୍ର ହେବା ଅନୁଚିତ। ଆଇ ସୁଡ୍ ନଟ୍ ବି ଏ ବ୍ୟାଡ୍ ଷ୍ଟୁଡେଣ୍ଟ। ତୁମେ ଦୁଇଟି ବାକ୍ୟ କୁହ। ଆମ୍ଭେମାନେ କୁନାଗରିକ ହେବା ଉଚିତ ନୁହେଁ। ୱି ସୁଡ୍ ନଟ୍ ବି ବ୍ୟାଡ୍ ସିଟିଜେନ୍ସ। ତୁମେ ଜଣେ ମିଛୁଆ ହେବା ଅନୁଚିତ। ୟୁ ସୁଡ୍ ନଟ୍ ବି ଏ ଲାୟର। ଚଟାପଟ ଇଂରେଜ ଶିକ୍ଷା 14। ବାକ୍ୟ ଶେଷରେ ହେବା ଉଚିତ କି ଶବ୍ଦ ଥିବା ବାକ୍ୟର କଥନ ଅଭ୍ୟାସ। ସୂତ୍ର ହେବା ଉଚିତ କି ଅର୍ଥରେ ସୁଡ୍ ପ୍ଲସ୍ କର୍ତ୍ତା ପ୍ଲସ୍ ବି ବ୍ୟବହାର କରାଯାଏ।
एग्जाम्पल मु जड़े शिक्षक हेबा उचित कि शुड आई बी ए टीचर आम्भे माने खेलाड़ी हेबा उचित कि शुड वी बी प्लेयर्स से जड़े मिछुआ हेबा उचित कि शुड ही बी ए लायर। चटापट इंग्रेजी शिक्षा 15 वाक्य शेष थिबा उचित शब्द थिबा वाक्यर कथन अभ्यास सूत्र थिबा उचित अर्थ रे शुड भी व्यवहार करा जाए। वाक्य अनुवाद मु घरे थिबा उचित आई शुड बी एट होम। तुम दुटी वाक्य कहल मो घरे थिबा अनुचित आई शुड नॉट बी एट होम। मो घरे थिबा उचित कि शुड आई बी एट होम। शुड बी रो व्यवहार थिबा उचित अर्थ रे शुड बी लागे यथा मु घरे थिबा उचित आई शुड बी एट होम। मु घरे नथिबा उचित आई शुड नॉट बी एट होम। शुड हाव रो व्यवहार र थिबा उचित अर्थ रे शुड हाव लागे वाक्य आरंभ रे र थिबो शेष रे थिबा उचित थिबो से क्षेत्र रे शुड हाव लागिबो। एग्जांपल तार गोटे कुकुर थिबा उचित एटा आरंभ शब्द रे र अछि शेष रे थिबा उचित तेणु तार होची से युक्त र अर्थ रे भंगा जाए तेणु ही शुड हाव ए डॉग तार गोटे कुकुर थिबा उचित कि शुड ही हाव ए डॉग। देयर शुड बी रो व्यवहार रे थिबा उचित अर्थ रे देयर शुड बी लागे। एग्जांपल आरंभ रे अछि तुम ग्राम रे गोटे डाक्तरखाना थिबा उचित शेष रे थिबा उचित अछि तेणु ए वाक्यर अनुवाद हेबो तुम ग्राम रे गोटे डाक्तरखाना थिबा उचित देयर शुड बी ए हॉस्पिटल इन योर विलेज। शुड हाव प्लस थर्ड फॉर्म रो व्यवहार बा उचित थिला अर्थ रे शुड प्लस क्रियार थर्ड फॉर्म लागे। एग्जांपल मोर खेलिबा उचित थिला आई शुड हाव प्लेयर थर्ड फॉर्म होला प्ले प्लेड 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 आई शुड हाव प्लेड। मोर खेलिबा उचित नथिला आई शुड नॉट हाव प्लेड। कैन प्लस भर्ब रो व्यवहार ई पारिबो किमा पारंती अर्थ रे कैन प्लस क्रिया लागे। एग्जांपल तुमे फुटबॉल खेली पारिबो यू कैन प्ले फुटबॉल। तुमे दुटी वाक्य कहलो तुमे फुटबॉल खेली पारिबो नाही यू कांट बा कैन नॉट प्ले फुटबॉल। तुमे फुटबॉल खेली पारिबो कि कैन यू प्ले फुटबॉल। कैन बी रो व्यवहार होई पारिबो अर्थ रे कैन बी लागियो। एग्जांपल से जड़े धनी लोक होई पारिबो ही कैन बी ए रिच मैन। से जड़े धनी लोक होई पारिबो नाही ही कांट बी ए रिच मैन। मे प्लस भर्ब रो व्यवहार ई पारे अर्थ रे मे प्लस क्रिया लागे मु घर को जाई पारे एठारे शेष रे ई पारे अछि तेणु आई मे गो होम मु घर को जाई न पारे आई मे नॉट गो होम। थाई पारे अर्थ रे मे बी लागे से ऑफिस रे थाई पारे बा थाई पारंती ही मे बी इन द ऑफिस। तुमे दुटी वाक्य कहलो से ऑफिस रे न थाई पारे ही मे नॉट बी इन द ऑफिस। से ऑफिस रे थाई पारे कि मे ही बी इन द ऑफिस। मे हाव रो व्यवहार र थाई पारे अर्थ रे मे हाव लागे तार गोटे चाकर थाई पारे एठारे वाक्य आरंभ रे र अछि शेष रे थाई पारे अछि तार होची से युक्त र अर्थ रे भंगा जाए तेणु ही मे हाव ए सर्वेंट तार गोटे चाकर थाई पारे। तुमे गोटे वाक्य कहलो तांकर गोटिए चाकर न थाई पारे ही मे नॉट हाव ए सर्वेंट। देयर मे बी रो व्यवहार आरंभ शब्द रे शेष रे थाई पारे अर्थ रे देयर मे बी लागे आम ग्राम रे गोटे डाक्तरखाना थाई पारे आरंभ शब्द रे अछि शेष रे थाई पारे अछि एणु ए सेंटेंस रो अनुवाद हेबो देयर मे बी ए हॉस्पिटल इन आवर विलेज। तुमे दुटी वाक्य को आम ग्राम रे गोटिए डाक्तरखाना न थाई पारे देयर मे नॉट बी ए हॉस्पिटल इन आवर विलेज। आम ग्राम रे गोटिए डाक्तरखाना थाई पारे कि मे देयर बी ए हॉस्पिटल इन आवर विलेज। पिला माने
ଏ ଥିଲା ତୁମ ଅଭ୍ୟାସ ପୁସ୍ତିକା 4-6 ଓ 16-20 ପୃଷ୍ଠାର ପାଠ୍ୟ ସାରାଂଶ। ତୁମେ ପ୍ରତ୍ୟେକ ଲେସନର ପାଠ୍ୟକୁ ଭଲ ଭାବରେ 10 ଦିନ ପର୍ଯ୍ୟନ୍ତ ଅଭ୍ୟାସ କର। ଏହାପରେ ତୁମକୁ ଆମେ ଥାର୍ଡ଼ ଭିଡ଼ିଓ ପାଠ୍ୟକ୍ରମ ପଠାଇବୁ। ସେ ପର୍ଯ୍ୟନ୍ତ ଅଭ୍ୟାସ ଜାରି ରଖ। ଧନ୍ୟବାଦ।